ସାଙ୍ଗମାନେ ଓଡ଼ିଶାର କଟକ ସହର ରେଲୱେ ଷ୍ଟେସନରେ ରଘୁନାଥ ନାମକ ଜଣେ ଗରିବ ଲୋକ ରହୁଥିଲା। ସେ ପ୍ରତିଦିନ ଷ୍ଟେସନକୁ ଯିବା ଆସିବା କରୁଥିବା ଯାତ୍ରୀମାନଙ୍କ ଠାରୁ ସାହାଯ୍ୟ ମାଗିକି ନିଜର ପେଟ ପୋଷୁଥିଲା। ଆଉ ଏହା ହିଁ ଥିଲା ରଘୁନାଥର ଦୈନନ୍ଦିନ ଜୀବନର ଦିନଚର୍ଯ୍ୟା। ଗୋଟେ ଦିନ ସେ ସାଧାରଣ ଭାବରେ ସାହାଯ୍ୟ ମାଗୁଥିବା ବେଳେ ତାର ନଜର ଜଣେ ଲମ୍ବା ଓ ସୁସଜ୍ଜିତ ବ୍ୟକ୍ତି ଉପରେ ପଡ଼ିଲା। ସେଇ ବ୍ୟକ୍ତି ଜଣକ ସୁଟ୍ ବୁଟ୍ ପିନ୍ଧିଥିଲେ ଆଉ ଦେଖିବାକୁ ବହୁତ ବଡ଼ ଧନୀ ଲୋକ ପରି ଲାଗୁଥିଲେ। ରଘୁନାଥ ଭାବିଲା ଏହି ଲୋକଟି ନିଶ୍ଚୟ ଧନୀ, ତାଙ୍କୁ ସାହାଯ୍ୟ ମାଗିଲେ ଭଲ ଟଙ୍କା ମିଳିବ। ତ ସେ ତୁରନ୍ତ ତାଙ୍କ ପାଖକୁ ଯାଇକି ସାହାଯ୍ୟ ମାଗିଲା। ସେଇ ବ୍ୟକ୍ତି ଜଣକ ଶାନ୍ତ ଭାବରେ ପଚାରିଲେ, ତୁମେ ସବୁବେଳେ ସମସ୍ତଙ୍କୁ ମାଗୁଛ, କେବେ କାହାକୁ କିଛି ଦଉଛ ନା କେବଳ ମାଗୁଛ? ଏଇ କଥା ଶୁଣିକି ରଘୁନାଥ ଲଜ୍ଜିତ ହେଇ କହିଲା, ସାର୍, ମୁଁ ଗରିବ ଲୋକ, ମୁଁ ନିଜେ ଲୋକମାନଙ୍କ ଠାରୁ ମାଗି ଯାଚିକି ମୋ ଜୀବନ ଚଲାଉଛି। ମୋ ପାଖରେ ସିନା ଥିଲେ ମୁଁ କାହାକୁ କିଛି ଦିଅନ୍ତି। ସେ ଲମ୍ବା ବ୍ୟକ୍ତି ହସିକି କହିଲେ, ଯଦି ତୁମେ କାହାକୁ କିଛି ଦେଇପାରୁନା ତେବେ ମାଗିବାର ଅଧିକାର ମଧ୍ୟ ତୁମର ନାହିଁ। ମୁଁ ଜଣେ ବେପାରୀ, ମୁଁ ଦେବା ଆଉ ନେବାର ନିୟମରେ ବିଶ୍ୱାସ କରେ। ତୁମ ପାଖରେ ଯଦି ମୋତେ ଦେବାକୁ କିଛି ଅଛି ତାହେଲେ ମୁଁ ମଧ୍ୟ ତୁମକୁ କିଛି ଦେବି। ଏତିକି କହି ସେ ଟ୍ରେନରେ ଚଢ଼ି ଚାଲିଗଲେ। କିନ୍ତୁ ସେ କହିଥିବା ଏଇ ଦୁଇ ପଦ କଥା ରଘୁନାଥର ହୃଦୟକୁ ଗଭୀର ଭାବରେ ଛୁଇଁଗଲା। ରଘୁନାଥ ଭାବିଲା, ହେଇପାରେ ଲୋକମାନେ ମୋତେ ଅଧିକ ଟଙ୍କା ଦିଅନ୍ତିନି କାରଣ ମୁଁ ବଦଳରେ କିଛି ଦେଇପାରୁନି, କିନ୍ତୁ ମୁଁ ତ ଗରିବ, ମୁଁ ଲୋକମାନଙ୍କୁ କ'ଣ ଦେବି? 2 ଦିନ ସେ ଏହି ଚିନ୍ତାରେ ରହିଲା। ତୃତୀୟ ଦିନ ଷ୍ଟେସନ ପାଖରେ ବସିଥିବା ବେଳେ ସେ ଚାରିପାଖରେ ଫୁଟିଥିବା ସୁନ୍ଦର ଫୁଲକୁ ଦେଖିଲା। ହଠାତ୍ ତା ମନରେ ଗୋଟିଏ ଭାବନା ଆସିଲା। ସେ ଭାବିଲା, ଯିଏ ମୋତେ ସାହାଯ୍ୟ କରିବ ମୁଁ ତାଙ୍କୁ ବଦଳରେ ଗୋଟିଏ ଫୁଲ ଦେବି। ସେ କିଛି ଫୁଲ ତୋଳିକି ଟ୍ରେନରେ ଚଢ଼ିଗଲା। ଏବେ ଯେତେବେଳେ କେହି ତାକୁ ଟଙ୍କା ଦେଉଥିଲା ସେ ହସି କରି ଗୋଟିଏ ଫୁଲ ଦେଉଥିଲା। ଯାତ୍ରୀମାନେ ମଧ୍ୟ ଖୁସି ହେଇକି ସେଇ ଫୁଲକୁ ନେଉଥିଲେ। କିଛି ଦିନ ମଧ୍ୟରେ ସେ ଦେଖିଲା ଯେ ଏବେ ପୂର୍ବ ଅପେକ୍ଷା ଅଧିକ ଲୋକ ତାକୁ ସାହାଯ୍ୟ କରୁଛନ୍ତି। ସେ ପ୍ରତିଦିନ ଫୁଲ ତୋଳିକି ବାଣ୍ଟୁଥିଲା। ଯେ ପର୍ଯ୍ୟନ୍ତ ତା ପାଖରେ ଫୁଲ ଥାଏ ସେ ପର୍ଯ୍ୟନ୍ତ ଟଙ୍କା ମିଳୁଥାଏ। ଫୁଲ ଶେଷ ହେଇଯିବା ପରେ ସାହାଯ୍ୟ ମଧ୍ୟ କମିଯାଏ। ଦିନେ ରଘୁ ପୁଣି ସେଇ ଲମ୍ବା ବ୍ୟକ୍ତିଙ୍କୁ ଟ୍ରେନରେ ଦେଖିଲା। ରଘୁନାଥ କହିଲା, ସାର୍, ଆଜି ମୋ ପାଖରେ ଆପଣଙ୍କ ପାଇଁ ଫୁଲ ଅଛି, ଆପଣ ମୋତେ କିଛି ଦିଅନ୍ତୁ, ମୁଁ ବଦଳରେ ଫୁଲ ଦେବି। ସେଇ ବ୍ୟକ୍ତି ଜଣକ ଟଙ୍କା ଦେଇ ଫୁଲ ନେଲେ ଆଉ କହିଲେ, ବାଃ, ଆଜି ତୁମେ ମଧ୍ୟ ମୋ ପରି ବେପାରୀ ହେଇଗଲ। ଏହି କଥା ପୁଣି ଥରେ ରଘୁନାଥର ମନକୁ ଛୁଇଁଗଲା। ସେ ଆନନ୍ଦ ଉତ୍ସାହରେ ଆକାଶକୁ ଦେଖି କହିଲା, କି ମୁଁ ଭିକାରୀ ନୁହେଁ, ମୁଁ ବେପାରୀ, ମୁଁ ମଧ୍ୟ ଧନୀ ହେଇପାରିବି। ଲୋକମାନେ ତାକୁ ପାଗଳ ବୋଲି ଭାବିଲେ। ସେଇଦିନ ପରଠାରୁ ତାର ଷ୍ଟେସନରେ ଦେଖାଯିବା ବନ୍ଦ ହେଇଗଲା। ଆଉ ପାଖାପାଖି 6ରୁ 8 ମାସ ପରେ ସେଇ କଟକ ରେଲୱେ ଷ୍ଟେସନରେ 2 ଜଣ ସୁଟ୍ ବୁଟ୍ ପିନ୍ଧିଥିବା ବ୍ୟକ୍ତି ଦେଖାହେଲେ। ଜଣେ ଅନ୍ୟ ଜଣଙ୍କୁ କହିଲେ, ଆପଣ ମୋତେ ଚିହ୍ନି ପାରୁଛନ୍ତି? ଦ୍ୱିତୀୟ ବ୍ୟକ୍ତି ଜଣକ କହିଲେ, ନାଇଁ 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 ନାଇଁ, ସାୟଦ ଆମର ପ୍ରଥମ ଥର ଦେଖା ହେଇଛି। ତାପରେ ସେ ପ୍ରଥମ ବ୍ୟକ୍ତି ଜଣକ ହସିକି କହିଲେ, ନାଇଁ ସାର୍, ଆମେ ତୃତୀୟ ଥର ପାଇଁ ଦେଖା ହେଇଛୁ। ମୁଁ ସେଇ ରଘୁନାଥ ଯିଏ ପୂର୍ବରୁ ଏଠାରେ ଭିକ୍ଷା ମାଗୁଥିଲା। ତ ସେ ବ୍ୟକ୍ତି ଜଣକ ଆଶ୍ଚର୍ଯ୍ୟ ହେଇଗଲେ। ରଘୁନାଥ ସେ ବ୍ୟକ୍ତି ଜଣକୁ କହିଲା କି, ସାର୍, ଆପଣ ମୋତେ ଜୀବନର ନିୟମ ଶିଖେଇ ଦେଲେ। ଦେଲେ ମିଳେ। ଲୋକମାନେ ମୋତେ ଭିକ୍ଷା ଦେଉନଥିଲେ, ସେମାନେ ମୋର ଫୁଲକୁ କିଣୁଥିଲେ। ଆପଣଙ୍କ କଥାରୁ ମୋର ଚିନ୍ତା ବଦଳିଗଲା। ମୁଁ ଟଙ୍କା ସଞ୍ଚୟ କରି ସେଇ ସଞ୍ଚିତ ଅର୍ଥରେ ଫୁଲ କିଣିଲି ଆଉ ବେପାର ଷ୍ଟାର୍ଟ କଲି। ଆଜି ମୁଁ ଓଡ଼ିଶାର ଗୋଟିଏ ବଡ଼ ଫୁଲ ବେପାରୀ ହେଇପାରିଛି। ତାପରେ ସେ 2 ଜଣ ଯାକ ହସିକି ପରସ୍ପରକୁ ଆଲିଙ୍ଗନ କଲେ ଆଉ ନିଜ ନିଜ ରାସ୍ତାରେ ଚାଲିଗଲେ। ସାଙ୍ଗମାନେ, ଏଇ କାହାଣୀରୁ ଆମକୁ ଏଇ ଶିକ୍ଷା ମିଳିଲା କି ଜୀବନ ଦେବା ନେବାର ନିୟମରେ ଚାଲେ। ଆମେ ଯେତେବେଳେ ଅନ୍ୟମାନଙ୍କୁ ମୂଲ୍ୟ ଦେଉ ସେତେବେଳେ ସଫଳତା ଆମ ପାଖକୁ ଆସେ। ନିଜକୁ ଛୋଟ ଭାବିଲେ ଜୀବନ ମଧ୍ୟ ଛୋଟ ହେଇକି ରହିଯାଏ, କିନ୍ତୁ ନିଜର ଚିନ୍ତା ବଦଳାଇଲେ ଭାଗ୍ୟ ବଦଳିଯାଏ। ତେଣୁ ସାଙ୍ଗମାନେ, ଆପଣ ନିଜର ଚିନ୍ତାଧାରାକୁ ବଦଳାନ୍ତୁ, ଦେଖିବେ ଆପଣଙ୍କ ଜୀବନ ନିଶ୍ଚିନ୍ତ ଭାବରେ ବଦଳିଯିବ।